ମୁଁ ଆଶା କରିବି ଏ ପତ୍ରିକାଟି ସବୁବେଳେ ଶିଶୁ ହିଁ ରହିଥାଉ। ଶିଶୁ ରହିଲେ ଯାହା ରକ୍ଷକ ବାବୁ କହିଲେ ସବୁବେଳେ ଅନୁସନ୍ଧିତ୍ସା ରହିବ, ଅନ୍ୱେଷା ରହିବ, ନୂଆ ଖୋଜି ବାହାର କରିବାର ଯେଉଁ ପ୍ରକୃତି ବା ଅଭିପ୍ରାୟ ରହିବ। ତେଣୁ ପତ୍ରିକାର କଳେବର ବୃଦ୍ଧି ହେଉ, ତା ଆହୁରି ସୁନ୍ଦର ହେଉ, ଡିଜିଟାଲ ମଧ୍ୟ ହେଉ, ପରିବେଷଣର ମାଧ୍ୟମ ବଦଳୁ, ତା ରୂପାନ୍ତରିତ ହେଉ। 37 କାହିଁକି 77 ବର୍ଷରେ ଏ ପତ୍ରିକା ଶିଶୁ ହେଇ ରହିଥାଉ। ସମସ୍ତେ ଏହା ଯଦି ଆମେ ପ୍ରାର୍ଥନା ବା କାମନା କରିବା ତାହେଲେ ନିଶ୍ଚିତ ଭାବେ ଉତ୍ସବର ସାର୍ଥକତା ପ୍ରମାଣିତ ହେବ। ଜଣେ ଗ୍ରୀକ୍ ଦାର୍ଶନିକ ଗାବ୍ରିଏଲା ମାର୍ସେନ୍ସ ତାଙ୍କୁ ପଚରାଗଲା ଯେ ଆପଣଙ୍କର ଜୀବନର ସବୁଠାରୁ ବଡ଼ ଆବିଷ୍କାର ବା ଉଦ୍ଘାଟନ କ'ଣ? ସେ ତାର ଉତ୍ତରରେ ଗୋଟିଏ ପଦରେ ଉତ୍ତର ଦେଇଥିଲେ, ମୋ ଜୀବନର ସବୁଠାରୁ ବଡ଼ ଉଦ୍ଘାଟନ ବା ଆବିଷ୍କାର ହେଉଛି ମୋର ନିଜର ଜୀବନ। ତେଣୁ ଜୀବନକୁ ଭଲ ପାଇବା ଯେ ଜାଣିଛି, ଯେ ଜୀବନର ସାଧକ ହେଇପାରିଛି, ସେ କବି ହେବ, ସେ ଲେଖକ ହେବ, ସେ ଦାର୍ଶନିକ ହେବ, ସେ ବୈଜ୍ଞାନିକ ମଧ୍ୟ ହେବ। ଏବଂ